ଦେଖନ୍ତୁ 2 ନମ୍ବର ଅଞ୍ଚଳର ଯୁବସାଥୀ ବିଘ୍ନେଶ ଦାସଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଆଜି ତାଙ୍କର ବନ୍ଧୁମାନଙ୍କ ଦ୍ୱାରା ଏବଂ ଏ ଅଞ୍ଚଳର ଯୁବସାଥୀମାନଙ୍କ ଦ୍ୱାରା ଆୟୋଜିତ ଏ କ୍ୟାଣ୍ଡେଲ୍ ମାର୍ଚ୍ଚ ଏବଂ ନୀରବ ଶୋଭାଯାତ୍ରା ସହିତ ଯେଉଁ ପ୍ରାର୍ଥନା ସଭା ରହିଛି ଏଠୁ ଆରମ୍ଭ ହେଲା। ଆପଣମାନଙ୍କର ଆଗରେ ହନୁମାନ ମନ୍ଦିରଟିଏ ଶେଷ ହେବ। ଏ ଅବସରରେ ମୁଁ ଏତିକି କହି ରଖିବାକୁ ଚାହେଁ ଯେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ। ସେ ଦୁଃଖଦ ଘଟଣାକୁ ସହି ଆଗକୁ ବଢ଼ିବା ପାଇଁ ଏ ନିଶ୍ଚୟ କଷ୍ଟକର ସମୟ। ଗୋଟିଏ ମା ଠାରୁ ଗୋଟେ ପୁଅ ଅଲଗା ହେଇଯିବା, ଗୋଟେ ପରିବାରରୁ ଗୋଟେ ପୁଅ ବାଦ ପଡ଼ିଯିବା, ସେ ଯେଉଁ ଅପୂରଣୀୟ କ୍ଷତି ତାକୁ ସହିବା ପାଇଁ ପ୍ରଭୁ ଅସୀମ ଧୈର୍ଯ୍ୟ ଏବଂ ସାହସ ଦିଅନ୍ତୁ। ଆଉ ବିଶେଷ କରି ଯୁବସାଥୀମାନଙ୍କୁ ସମସ୍ତଙ୍କୁ ନିବେଦନ କରିବି ଯେ ଆଜି ଯେଉଁଭଳି ଭାବରେ ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଏବଂ ସ୍ମୃତିଚାରଣରେ ଯେଉଁଭଳି ଭାବରେ ସାନ ତାଙ୍କ ସହିତ ଆଜି ବି ଅଛି ବୋଲି ଅନୁଭବ କରୁଛନ୍ତି, ବିଗତ ଦିନରେ ନିଶ୍ଚିତ ଥିଲେ, ଆଜି ମଧ୍ୟ ଅଛନ୍ତି, ଆଗାମୀ ଦିନରେ ମଧ୍ୟ ତାଙ୍କ ସହିତ ରହିବେ। ନିଶ୍ଚିତ ଭାବରେ ତାଙ୍କର ଯେଉଁ ଅମର ଆତ୍ମା ତା ପ୍ରଭୁଙ୍କ ପାଦ ତଳେ ଲୀନ ହେଉ ଏବଂ ମହାପ୍ରଭୁ ସବୁ ଯୁବସାଥୀମାନଙ୍କୁ ଏଇଭଳି ଯେଉଁ ଦୁଃଖଦ ଘଟଣା ଘଟିଛି ତାର ପୁନରାବୃତ୍ତି ନ ହେବ ଯେପରି ସମସ୍ତେ ସେଥିପାଇଁ ଯତ୍ନବାନ ହୁଅନ୍ତୁ ଏବଂ ତା ପରିବାର ସହିତ ସମସ୍ତେ ରହିବା ସହିତ ସମବେଦନା ଜ୍ଞାପନ କରନ୍ତୁ। ମୋ ନାଁ ସାଇ। ମୋ ଭାଇଟା ତ ଚାଲିଗଲା, ଆଉ ତ କିଛି କହିପାରିବିନି। ସମସ୍ତଙ୍କୁ ରିକ୍ୱେଷ୍ଟ କରିକି ଅଛି ଆଉ ଗାଡ଼ି ଦେଖିକି ଚଲାନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆଉ ସାନ ତ ଯେଉଁଠି ଅଛି ବହୁତ ଭଲରେ ଥାଉ, ମୁଁ ଏତିକି ନିବେଦନ କରୁଛି। ଆଉ ତାଙ୍କ ବାପା ମାଆଙ୍କୁ ଟିକେ ଇଏ କରୁଛୁ, ଆଉ ଟିକେ ତା ଆତ୍ମାଟା ଟିକେ ଶାନ୍ତି ରହୁ।